ବିଜେପି ଶାସକ ଦଳ ତରଫରୁ ଯେ କାଲି ଜଣେ ବିଧାୟକ କହିଛନ୍ତି ଯେ ୱିକେଟ୍ ଗଳିବାରେ ଲାଗିଛି ବିଜେଡିର ଏବଂ ଯେଭଳି ଭାବେ ଚର୍ଚ୍ଚା କରୁଛନ୍ତି ଯେ ବିଜେଡି ତୃତୀୟ ଚତୁର୍ଥ କ୍ୟାଣ୍ଡିଡେଟ୍ ପାଇଁ ଯେଉଁ କମନ କ୍ୟାଣ୍ଡିଡେଟ୍ କରିଛି ସେ ସଂଖ୍ୟା ଗରିଷ୍ଠତା ଲାଭ କରିବନି ଏବଂ ତାଙ୍କ ବ୍ରେକ୍ ଦେଇକି ଦିଲ୍ଲୀ ପାଇଁ ଜିତିଛି। କ'ଣ ସାର୍ ସତ୍ୟତା କ'ଣ ଘଟଣା ସାର୍? ଶାସକ ଦଳ ରାଜ୍ୟସଭା ନିର୍ବାଚନକୁ ବିଭ୍ରାଟ କରିବା ପାଇଁ ବିଭିନ୍ନ ପ୍ରକାରର ଅପପ୍ରଚାର, ଅପବୁଦ୍ଧି, ଅପଚେଷ୍ଟା ଏଇଭଳି କାର୍ଯ୍ୟକ୍ରମ ସେ କରୁଛନ୍ତି। ବିଜୁ ଜନତା ଦଳର ସର୍ବମାନ୍ୟ ନେତା ନବୀନ ପଟ୍ଟନାୟକ ନେତୃତ୍ୱରେ ସମସ୍ତ ବିଧାୟକ ଅଛନ୍ତି ଏବଂ ନବୀନ ବାବୁ ଘୋଷଣା କରିଥିବା 2 ଜଣ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଏବଂ ଡକ୍ଟର ଦତେଶ୍ୱର ହୋତା जी କମନ କ୍ୟାଣ୍ଡିଡେଟ୍ ଅଛନ୍ତି, ତାଙ୍କ ପ୍ରତି ଉଭୟ ଦଳର ବିଧାୟକ ମାନଙ୍କର ସମର୍ଥନ ରହିଅଛି। ଉଭୟ ପ୍ରାର୍ଥୀ ଅନାୟାସରେ ବିଜୟ ଲାଭ କରିବେ ଏକଥା ଅନୁଭବ କରି ସରକାରୀ ଦଳ ଶାସକ ଦଳ ବିଭିନ୍ନ ପ୍ରକାର ଅପପ୍ରଚାର ଅପଚେଷ୍ଟା କରୁଛି। ତାହା ଅମୂଳକ, ତାହା କିଛି ଯଥାର୍ଥତା ନାହିଁ। ବରଂ ମୁଁ କହିବି ଯେ ଶାସକ ଦଳ ବର୍ତ୍ତମାନ ସମସ୍ୟା ଦେଇ ଗତି କରୁଛି, ତାର ବିଧାୟକ ମାନଙ୍କୁ ଏକତ୍ରିତ କରିବା ପାଇଁ ଶାସକ ଦଳ କେନ୍ଦ୍ର ଗୃହମନ୍ତ୍ରୀଙ୍କର ଆଶ୍ରୟ ନେଇଛନ୍ତି ଏବଂ ଅନୀତି ଉପାୟରେ ଭୁଲ ଉପାୟରେ ଆଉ ଗୋଟେ ପ୍ରାର୍ଥୀ ଜିତିବା ପାଇଁ ସେ ବିଭିନ୍ନ ଅପଚେଷ୍ଟା କରୁଛନ୍ତି, ଅପପ୍ରଚାର କରୁଛନ୍ତି। ଶାସକ ଦଳଙ୍କ ଭିତରେ ଆପଣ ବୁଝିପାରିଲେନି, କେନ୍ଦ୍ର ଗୃହମନ୍ତ୍ରୀ ଯେଉଁ ଆସିଥିଲେ, କେନ୍ଦ୍ର ଗୃହମନ୍ତ୍ରୀ ଯେଉଁ କାର୍ଯ୍ୟକ୍ରମ କଲେ ତା ସିନା ଔପଚାରିକ ଉପର ଦେଖାଣିଆ, କିନ୍ତୁ ଭିତର କଥା ହଉଛି ଯେଉଁ 1 ଘଣ୍ଟା ରୁଦ୍ଧଦ୍ୱାର ବୈଠକ କଲେ ସେଇଥିରୁ ତାଙ୍କର ଜଣା ପଡିଗଲାନି ଦଳ କେମିତି ଅଛି, କୋଉ ଢଙ୍ଗରେ ଯାଉଛି ଜଣା ପଡିବ। ଆପଣ ଦେଖିବେ ଆଗାମୀ ରାଜ୍ୟସଭା ନିର୍ବାଚନରେ ଆପଣ ଦଳ ଦେଖିବେ। ସେଟା ତାଙ୍କ ଉପରେ ନିର୍ଭର କରେ, ସେମାନେ ତ ସ୍ୱାଧୀନ ଭାବରେ ଅଛନ୍ତି, ତେଣୁ ତାଙ୍କ ବିବେକ ଉପରେ ନିର୍ଭର করে ସେ କାହାକୁ ଭୋଟ ଦେବେ। ତେଣୁ ଦୁଇଟା କଥା ଆମେ ଦେଖିଲୁ, ବିଜେପି ଯଦି ବିଧାୟକ ପ୍ରଭାତ କିଶୋରଙ୍କ ପୁଅ ଯିଏ ରବି କିଶୋର, ସିଏ କହିଲେ ମାନେ ସିଏ ଯେଭଳି ଉତ୍ତର ଦେଲେ ଗୋଟେ ଦଳୀୟ ଗଣ୍ଡିରେ ରହିକି ଯେଭଳି ଉତ୍ତର ଦେଲେ, ସେ ତ ଦଳରେ ଅଛନ୍ତି ରବି କିଶୋର ଏବଂ କାଲି ଯେଉଁ ଜେନା ମ୍ୟାଡ଼ାମ ଯେଉଁ ଦେଲେ ବକ୍ତବ୍ୟ, ସେ ଦଳୀୟ ଗଣ୍ଡି ଭିତରେ କହୁଛି ଗୋପନୀୟ ବିଧାୟକ ଏକ ଭୋଟ ଲେଖାଇ ଦିଆଯାଏ, ସବୁବେଳେ ଭୋଟ ଗୋପନରେ ଦିଆଯାଏ, ଏ କଥାଟା ମାନେ କେତେ ଦୂର ଆପଣ ଗ୍ରହଣ କରୁଛନ୍ତି? ଏ କଥା ସେମାନେ କହିଛନ୍ତି, କିଏ କୋଉ ପରିପ୍ରେକ୍ଷୀରେ କହିଛି ସେ କଥାଟାକୁ ଆମେ ଧରି ରଖିଲେ ହବ ନାହିଁ, କିନ୍ତୁ ଯେଉଁମାନଙ୍କ କଥା ଆପଣ କହୁଛନ୍ତି ସେମାନେ ହେଉଛନ୍ତି ବିଜୁ ଜନତା ଦଳର ଲୋକ, ସେମାନଙ୍କୁ ପରିଚୟ ବିଜୁ ଜନତା ଦଳ ଦେଇଛି, ତେଣୁ ସେମାନେ ବିଜୁ ଜନତା ଦଳ ସାଙ୍ଗରେ ରହିବେ, ନବୀନ ବାବୁଙ୍କ ସାଙ୍ଗରେ ରହିବେ, ନବୀନ ବାବୁଙ୍କ ନେତୃତ୍ୱରେ ରହିବେ ନିଶ୍ଚିତ।